ମାନେ। ନମସ୍କାର ବନ୍ଧୁଗଣ, ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ହଁ ବନ୍ଧୁଗଣ, ଯଦି ଆପଣ ଆଜି ଡ୍ରମ୍ ଶବ୍ଦ ଶୁଣନ୍ତି ତେବେ ଏହାକୁ ଆନନ୍ଦର ଏକ ସରଳ ସଂକେତ ଭାବି ଭୁଲନ୍ତୁ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କ ଜୀବନରେ କିଛି ଖବର ଆସିପାରେ ଯାହା ଆପଣଙ୍କୁ ପ୍ରକୃତରେ ଉତ୍ସବ ପାଳନ କରିବାକୁ ବାଧ୍ୟ କରିପାରେ। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏକ ସଂକେତ ହଠାତ୍ ସେହି ଦିଗରୁ ଦେଖାଯାଇପାରେ ଯେଉଁଠାରୁ ଆପଣ ଖାଯାଇପାରେ, ଯେଉଁଠାରୁ ଆପଣ ପ୍ରାୟ ଆଶା ଛାଡ଼ି ଦେଇଥିଲେ। କିନ୍ତୁ ଅପେକ୍ଷା କରନ୍ତୁ, ଏହି ସଂକେତକୁ ବୁଝିବା ପୂର୍ବରୁ ଆପଣଙ୍କୁ ଏପରି କିଛି ଜାଣିବା ଆବଶ୍ୟକ ଯାହା ସମଗ୍ର ପରିସ୍ଥିତି ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିପାରେ। ଯଦି କିଛି ସମୟ ଧରି ଆପଣଙ୍କ ଜୀବନରେ ବାଧା ଉପୁଜୁଛି, କାମ ଭାଙ୍ଗି ପଡ଼ୁଛି, ଟଙ୍କା ଅଟକି ଯାଉଛି, ଆପଣ ପରିବାରରେ କୌଣସି ବିଷୟରେ ଚିନ୍ତିତ ଥିଲେ କିମ୍ବା ଆପଣ ଆପଣଙ୍କ ନିକଟତର ବ୍ୟକ୍ତିଙ୍କଠାରୁ ଦୂରେଇ ଅନୁଭବ କରୁଛନ୍ତି, ତେଣୁ ଜ୍ୟୋତିଷ ଦୃଷ୍ଟିକୋଣରୁ ଏହି ସମୟ କେବଳ ଅସୁବିଧାର ସଂକେତ ନୁହେଁ। କେତେକ ସମୟରେ ଏକ ବଡ଼ ଘଟଣା ପୂର୍ବରୁ ପରିସ୍ଥିତି ଅସାଧାରଣ ଭାବରେ ଜଟିଳ ହୋଇଯାଏ ଏବଂ ଏହିଠାରେ ସବୁଠାରୁ ବଡ଼ ସଂକେତ ରହିଥାଏ। ଶକ୍ତିଗୁଡ଼ିକ ସୂଚାଇଥାଏ ଯେ ଆପଣ ଈଶ୍ୱରଙ୍କ ଦୟା ଉପରେ ଛାଡ଼ି ଦେଇଥିବା ଏକ ବିଷୟ ହଠାତ୍ ଉତ୍ତେଜନାପୂର୍ଣ୍ଣ ହୋଇପାରେ। ଏହି ଗତି ଟଙ୍କା, ଚାକିରି କିମ୍ବା ବ୍ୟବସାୟ, ପରିବାରରେ ଶୁଭ ଖବର କିମ୍ବା ଏପରି କୌଣସି ବ୍ୟକ୍ତିଙ୍କ ସହିତ ଜଡ଼ିତ ହୋଇପାରେ ଯାହାଙ୍କ ନାମ ପୁରୁଣା ସ୍ମୃତିକୁ ଉଜାଗର କରେ। ହଁ ବନ୍ଧୁଗଣ, ଏକ ହଜିଯାଇଥିବା ପ୍ରେମ ମଧ୍ୟ ଏହି ସଂକେତରୁ ମୁକ୍ତ ନୁହେଁ। ଯଦି କେହି ଦୀର୍ଘ ସମୟ ଧରି ଆପଣଙ୍କଠାରୁ ଦୂରରେ ଅଛନ୍ତି, ଯୋଗାଯୋଗ ବନ୍ଦ ହୋଇଯାଇଛି, ଭୁଲ ବୁଝାମଣା ଜାରି ରହିଛି କିମ୍ବା ଆପଣ ଭାବୁଛନ୍ତି ଯେ ସେହି ବ୍ୟକ୍ତିଙ୍କ ଫେରିବାର କୌଣସି ସମ୍ଭାବନା ନାହିଁ, ତେବେ ଧୈର୍ଯ୍ୟ ରଖନ୍ତୁ। ଏହାର ଅର୍ଥ ନୁହେଁ ଯେ ଫେରିବା ନିଶ୍ଚିତ। ତଥାପି ଯଦି ଜ୍ୟୋତିଷ ସଂକେତଗୁଡ଼ିକ ସମ୍ପର୍କ, ବାର୍ତ୍ତା କିମ୍ବା ହଠାତ୍ କଥାବାର୍ତ୍ତାର ସମ୍ଭାବନାକୁ ସୂଚାଇଥାଏ, ତେବେ ପୁରୁଣା ସମ୍ପର୍କ ପୁଣି ଥରେ ଧ୍ୟାନରେ ଆସିପାରେ। ଏବଂ ଏହିଠାରେ ଏକ ଅତ୍ୟନ୍ତ ରହସ୍ୟମୟ କଥା ସାମ୍ନାକୁ ଆସେ। କେତେକ ସମୟରେ ଈଶ୍ୱର ସିଧାସଳଖ ସଂକେତ ଦିଅନ୍ତି ନାହିଁ, ସେ ଛୋଟ ଛୋଟ ଘଟଣା ମାଧ୍ୟମରେ ସଂକେତ ଦିଅନ୍ତି। ହଠାତ୍ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ନାମ ଶୁଣିବା, ପୁରୁଣା ସ୍ଥାନକୁ ମନେ ପକାଇବା, ସକାଳେ ଉଠିବା ପରେ ମଧ୍ୟ ଭୁଲି ପାରୁନଥିବା ସ୍ୱପ୍ନ ଦେଖିବା କିମ୍ବା କୌଣସି ସ୍ପଷ୍ଟ କାରଣ ବିନା ଆପଣଙ୍କର ମନ ବାରମ୍ବାର କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଖକୁ ଫେରିଯିବା, ଏପରି ଘଟଣାଗୁଡ଼ିକ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଆପଣଙ୍କ ଭିତରେ ପ୍ରବାହିତ ଶକ୍ତିକୁ ପ୍ରତିଫଳିତ କରିପାରେ। ଯଦି ଗତ କିଛି ଦିନ ମଧ୍ୟରେ ଆପଣଙ୍କ ସହିତ ଏପରି କିଛି ଘଟିଛି, ତେବେ ଏହାକୁ ଭଲ ଭାବେ ବିଚାର କରନ୍ତୁ। କାରଣ ଆପଣଙ୍କ ପରିସ୍ଥିତିରେ ଏକ ପୁରୁଣା ଅଧ୍ୟାୟ ପୁଣି ଥରେ ଖୋଲିବାର ସମ୍ଭାବନା ଅଛି। ଏହି ଅଧ୍ୟାୟ ପ୍ରେମ, ପରିବାର କିମ୍ବା କିଛି ଅସମ୍ପୂର୍ଣ୍ଣ ବ୍ୟବସାୟ ବିଷୟରେ ହୋଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟ ପରିସ୍ଥିତି ସମାନ ରହିବ ନାହିଁ। ଆର୍ଥିକ ମାମଲାରେ ମଧ୍ୟ ଏକ ଗତି ଅଛି, ଏକ ଗତି ଅଛି। ଦୀର୍ଘ ସମୟ ଧରି ଅପେକ୍ଷା କରାଯାଇଥିବା ଏକ ଦେୟ ମୁକ୍ତ ହୋଇପାରେ, ଏକ ଅଟକି ରହିଥିବା। କିନ୍ତୁ ମନେ ରଖନ୍ତୁ ଯେ ଏହାକୁ ଏକ ନିର୍ଣ୍ଣାୟକ ଭବିଷ୍ୟବାଣୀ ଭାବରେ ଗ୍ରହଣ କରିବା ଉଚିତ ନୁହେଁ। ଯଦି ଆପଣଙ୍କ କାର୍ଯ୍ୟ ଆପଣଙ୍କୁ ସମର୍ଥନ କରେ ଏବଂ ପରିସ୍ଥିତି ଅନୁକୂଳ ହୁଏ, ତେବେ ଆପଣଙ୍କ ଆର୍ଥିକ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି। କେତେକ ସମୟରେ ହଠାତ୍ ଟଙ୍କା ପାଇବା ପୂର୍ବରୁ ଜଣେ ବ୍ୟକ୍ତି ଏକ ସୁଯୋଗର ସମ୍ମୁଖୀନ ହୁଅନ୍ତି ଯାହାକୁ ସେ ପ୍ରଥମେ ତୁଚ୍ଛ ମନେ କରନ୍ତି, ଏହାକୁ ତୁଚ୍ଛ ବୋଲି ଭାବି। ଏଠାରେ ସବୁଠାରୁ ବଡ଼ ରହସ୍ୟ ରହିଛି। ଆପଣଙ୍କୁ ଉପସ୍ଥାପିତ ସୁଯୋଗ ପ୍ରଥମ ନଜରରେ ଛୋଟ ଲାଗିପାରେ। ଏକ ଫୋନ୍ କଲ୍, ଏକ ବୈଠକ, ଏକ ପ୍ରସ୍ତାବ, ଏକ ପୁରୁଣା ପରିଚିତ ବ୍ୟକ୍ତିଙ୍କର ଏକ ଶବ୍ଦ କିମ୍ବା ଏକ ଚାକିରି ସହିତ ଜଡ଼ିତ ଏକ ଛୋଟ ସୂଚନା। କିନ୍ତୁ ସେହି ଅତି ଛୋଟ ଜିନିଷ ଭବିଷ୍ୟତରେ ଏକ ବଡ଼ ପଥ ଖୋଲିପାରେ। ତେଣୁ ଭବିଷ୍ୟତରେ କୌଣସି ସୁଯୋଗକୁ କେବଳ ଏହି କାରଣରୁ ଅଣଦେଖା କରନ୍ତୁ ନାହିଁ ଯେ ଏହା ଆପଣଙ୍କ ଆଶା ଅନୁଯାୟୀ ବଡ଼ ମନେ ହେଉନାହିଁ। ଚାକିରି କରୁଥିବା ଲୋକଙ୍କ ପାଇଁ ପରିବେଶରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଜଣେ ବରିଷ୍ଠ ବ୍ୟକ୍ତି ଆପଣଙ୍କ କାମ ଦେଖିପାରନ୍ତି, ଦାୟିତ୍ୱ ବଢ଼ିପାରେ କିମ୍ବା ଏକ ପୁରୁଣା। ଯଦି ଆପଣ ବହୁତ ଦିନ ଧରି କଠିନ ପରିଶ୍ରମ କରୁଛନ୍ତି କିନ୍ତୁ ସ୍ୱୀକୃତି ପାଇନାହାନ୍ତି, ତେବେ ଧୈର୍ଯ୍ୟ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ପୁରୁଣା ସମ୍ପର୍କ ସହିତ ଏକ ଲାଭଦାୟକ ଆଲୋଚନା ହୋଇପାରେ। ଜଣେ ଗ୍ରାହକ ଆପଣଙ୍କୁ ପୁଣି ଯୋଗାଯୋଗ କରିପାରନ୍ତି କିମ୍ବା ଆପଣ ଏପରି କାମ ପାଇପାରନ୍ତି ଯାହା ଆପଣ ଆଶା କରିନଥିଲେ। ତଥାପି ଲୋଭରେ ଶୀଘ୍ର ନିଷ୍ପତ୍ତି ନେବାରୁ ଦୂରେଇ ରୁହନ୍ତୁ। ଯଦି କୌଣସି ସୁଯୋଗ ଆସିଥାଏ, ତେବେ ଏହାକୁ ବୁଦ୍ଧିମାନ ଭାବରେ ମୂଲ୍ୟାଙ୍କନ କରିବା ଗୁରୁତ୍ୱପୂର୍ଣ୍ଣ। ଏବେ ପରିବାର ବିଷୟରେ ଆଲୋଚନା କରିବା, କାରଣ ଆପଣଙ୍କ ଜୀବନର ପ୍ରକୃତ ମୋଡ଼ କେବଳ ଟଙ୍କା କିମ୍ବା କାମ ସହିତ ଜଡ଼ିତ ନୁହେଁ। ପରିବାରର ସଦସ୍ୟଙ୍କ ସହ ଜଡ଼ିତ ଚିନ୍ତା ଧୀରେ ଧୀରେ କମିପାରେ। ଘରେ ଏକ ଦୀର୍ଘକାଳୀନ ସମସ୍ୟା ଉପରେ ଆଲୋଚନା ହୋଇପାରେ।
ଘରସିଆ ଉପରେ ଆଲୋଚନା ହୋଇପାରେ, ଏକ ଶୁଭ ଘଟଣା ବିଷୟରେ ଆଲୋଚନା ହୋଇପାରେ ଏବଂ ଯଦି ପରିବାରରେ ବିବାହଯୋଗ୍ୟ ବ୍ୟକ୍ତି ଅଛନ୍ତି ତେବେ ସମ୍ପର୍କ ବିଷୟରେ ଏକ ନୂତନ ଆଲୋଚନା ହୋଇପାରେ। କିଛି ଲୋକଙ୍କ ପାଇଁ ପିଲାମାନଙ୍କ ସହ ଜଡ଼ିତ ଚିନ୍ତା ଧୀରେ ଧୀରେ କମିପାରେ। ଯଦି ଆପଣ ଦୀର୍ଘ ସମୟ ଧରି କିଛି ପାଇଁ ସ୍ୱାସ୍ଥ୍ୟ ବିଷୟରେ ବିଶେଷ ଭାବରେ ମନେ ରଖିବା ଉଚିତ। ଶରୀର ପ୍ରାୟତଃ ସଂକେତ ପଠାଏ, କିନ୍ତୁ ଆମେ ପ୍ରାୟତଃ ସେଗୁଡ଼ିକୁ ଅଣଦେଖା କରୁ। ଥକ୍କାପଣ, ନିଦ୍ରା ଅଭାବ, ଚାପ କିମ୍ବା ନିୟମିତ ବ୍ୟାଘାତକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ଜ୍ୟୋତିଷ ସୂଚକଗୁଡ଼ିକର ନିଜର ସ୍ଥାନ ଅଛି, କିନ୍ତୁ ଯେକୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ଉପଯୁକ୍ତ ଡାକ୍ତରୀ ପରାମର୍ଶ ନେବା ସର୍ବୋପରି। ଏବେ ଶତ୍ରୁଧିଙ୍କ ପ୍ରସଙ୍ଗକୁ ବିଚାର କରନ୍ତୁ। କେତେକ ସମୟରେ ଆପଣଙ୍କ ବିରୁଦ୍ଧରେ କହୁଥିବା ବ୍ୟକ୍ତି ପୃଷ୍ଠରେ ବହୁତ ଶକ୍ତିଶାଳୀ ଦେଖାଯାଏ, କିନ୍ତୁ ଆପଣଙ୍କ ମୁକାବିଲା କରିବା ପାଇଁ ସେମାନଙ୍କର ପ୍ରକୃତ ଶକ୍ତିର ଅଭାବ ଥାଏ। ଏପରି ସୂଚନା ଅଛି ଯେ ଆପଣଙ୍କ କିଛି ବିରୋଧୀ ଧୀରେ ଧୀରେ ଦୁର୍ବଳ ହୋଇପାରନ୍ତି, ବିଶେଷ କରି ଯଦି ଆପଣ ପ୍ରତିକ୍ରିୟା ଦେବା ପରିବର୍ତ୍ତେ ଶାନ୍ତ ରୁହନ୍ତି। ମନେ ରଖନ୍ତୁ, ପ୍ରତ୍ୟେକ ଯୁଦ୍ଧ ଲଢ଼ିବା ଆବଶ୍ୟକ ନୁହେଁ। କିଛି ଯୁଦ୍ଧ ଲଢ଼ିପାରନ୍ତି, କିନ୍ତୁ ସମୟ ନିଜେ ସେମାନଙ୍କ ସହିତ ଲଢ଼ିଥାଏ ଏବଂ ଯଦି ଆପଣଙ୍କ କାର୍ଯ୍ୟ ସଠିକ୍ ଦିଗରେ ଥାଏ ତେବେ ପରିସ୍ଥିତି ଧୀରେ ଧୀରେ ଆପଣଙ୍କ ସପକ୍ଷରେ ପରିବର୍ତ୍ତନ ହେବ। ହଁ, ସନ୍ଧ୍ୟା କିମ୍ବା ରାତିରେ ଏକ ଫୋନ୍ କଲ୍, ମେସେଜ, କଥାବାର୍ତ୍ତା, ସୂଚନା କିମ୍ବା ହଠାତ୍ ଏକ ସଂକେତ ଆପଣଙ୍କ ମନକୁ ଆନ୍ଦୋଳିତ କରିପାରେ। ଘଟଣାଟି ସେହି ରାତିରେ ଘଟିବା ଆବଶ୍ୟକ ନୁହେଁ, କିନ୍ତୁ ରାତିରେ ପ୍ରାପ୍ତ ସୂଚନା ଆପଣଙ୍କୁ ଆପଣଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିପାରେ। ଯଦି ଗୋଟିଏ ରାତିରେ ଆପଣଙ୍କର ମନ ହଠାତ୍ ଅସ୍ଥିର ହୋଇଯାଏ ଏବଂ ଏକ ପୁରୁଣା ବିଷୟକୁ ଫେରିଯାଏ, ଏକ ପୁରୁଣା ସ୍ମୃତି ପୁନର୍ବାର ଉଭା ହୁଏ କିମ୍ବା ଆପଣ ବିନା କାରଣରେ ଏକ ନିଷ୍ପତ୍ତି ପୁନଃବିଚାର କରିବାକୁ ଇଚ୍ଛା କରନ୍ତି, ତେବେ ଶୀଘ୍ର ନିଷ୍ପତ୍ତି ନେବା ପରିବର୍ତ୍ତେ ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତି ବିଷୟରେ ବିଚାର କରନ୍ତୁ। କାରଣ କେତେବେଳେ ରାତିର ନୀରବତାରେ ମନ ଦିନର କୋଳାହଳରେ ଆମେ ଯାହା ଦବାଇ ଦେଉଛୁ ତାହା ଶୁଣେ। ଏବଂ ଏବେ ସବୁଠାରୁ ଆକର୍ଷଣୀୟ ବିନ୍ଦୁ ଆସୁଛି, ଆପଣଙ୍କ ଭାଗ୍ୟର ପଥ କେବଳ ବାହ୍ୟ ପରିସ୍ଥିତି ଦ୍ୱାରା ଆକୃତି ପ୍ରାପ୍ତ ନୁହେଁ। ପ୍ରାୟତଃ ଆପଣଙ୍କ ନିଜସ୍ୱ କାର୍ଯ୍ୟ, ଆପଣଙ୍କ ନିଷ୍ପତ୍ତି ଏବଂ ଆପଣଙ୍କ ବିଶ୍ୱାସ ସେହି ପଥକୁ ଆକୃତି ଦେଇଥାଏ। ତେଣୁ ଯଦି ଆପଣ ଅତୀତରେ କୌଣସି ଅଭାବଗ୍ରସ୍ତ ଯଦି ଆପଣ ଆପଣଙ୍କ ପିତାମାତାଙ୍କୁ ସମ୍ମାନ କରିଛନ୍ତି, ଅନ୍ୟମାନଙ୍କ ପ୍ରତି ଅନ୍ୟାୟ କରିବାର ନିବୃତ୍ତ ଅଛନ୍ତି କିମ୍ବା କୌଣସି ସ୍ୱାର୍ଥପର ଉଦ୍ଦେଶ୍ୟ ବିନା କାହାକୁ ସମର୍ଥନ କରିଛନ୍ତି, ତେବେ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ସେହି ସକାରାତ୍ମକ କାର୍ଯ୍ୟର ଶକ୍ତି ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନର ଆଧାର ହୋଇପାରିବ। ଏହା ଯାଦୁ ନୁହେଁ, ଏହା କର୍ମ ଏବଂ ପରିସ୍ଥିତି ମଧ୍ୟରେ ସମ୍ପର୍କକୁ ବୁଝିବା ବିଷୟରେ ଏବଂ ହୁଏତ ସେଥିପାଇଁ କିଛି ଲୋକଙ୍କ ପାଇଁ ଭବିଷ୍ୟତ ହଠାତ୍ ସମ୍ପୂର୍ଣ୍ଣ ଭିନ୍ନ ଅନୁଭବ ହୋଇପାରେ। ଯଦି ଏହା ଆପଣଙ୍କ ସହିତ ପ୍ରତିଧ୍ୱନିତ ହୁଏ, ତେବେ ଈଶ୍ୱରଙ୍କୁ ସ୍ମରଣ କରନ୍ତୁ ଏବଂ ଆପଣଙ୍କ ବିଶ୍ୱାସ ବଜାୟ ରଖନ୍ତୁ। ଭିଡ଼ିଓଟିକୁ ପସନ୍ଦ କରନ୍ତୁ ଏବଂ ଆମ ପରିବାରର ଏକ ଅଂଶ ହୁଅନ୍ତୁ, କାରଣ ଏଠାରେ ଆମର ଉଦ୍ଦେଶ୍ୟ କେବଳ ଭବିଷ୍ୟତର ଭବିଷ୍ୟବାଣୀ କରିବା ନୁହେଁ, ବରଂ ଆପଣଙ୍କୁ ଆପଣଙ୍କ ସମୟ ଏବଂ ପରିସ୍ଥିତିକୁ ବୁଝିବାକୁ ପ୍ରେରଣା ଦେବା ମଧ୍ୟ। କିନ୍ତୁ ବନ୍ଧୁଗଣ, ସଂକେତ ରହିଛି ଯାହା ଏହି କାହାଣୀକୁ ସବୁଠାରୁ ରହସ୍ୟମୟ କରିଥାଏ। କାରଣ ସଂକେତଗୁଡ଼ିକ କେବଳ ସୁଖ ଆସିବାର ସୂଚନା ଦେଉନାହିଁ, ସେମାନେ ଏହା ମଧ୍ୟ ଏଥିରେ ଆପଣଙ୍କୁ ଦୁଇଟି ରାସ୍ତା ମଧ୍ୟରୁ ବାଛିବାକୁ ପଡ଼ିବ। ଗୋଟିଏ ରାସ୍ତା ଆପଣଙ୍କୁ ପୁରୁଣା ପରିସ୍ଥିତିକୁ ଫେରାଇ ଆଣିବ, ଯେତେବେଳେ ଅନ୍ୟଟି ଆପଣଙ୍କୁ ସେହି ପରିବର୍ତ୍ତନ ଆଡ଼କୁ ନେଇଯାଇପାରେ ଯାହା ପାଇଁ ଆପଣ ଅପେକ୍ଷା କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବରେ ସେହି ନିଷ୍ପତ୍ତିରେ ଏପରି କେହି ସାମିଲ ହୋଇପାରନ୍ତି ଯାହାକୁ ଆପଣ ଆପଣଙ୍କ କାହାଣୀର ମୁଖ୍ୟ ଚରିତ୍ର ବୋଲି ବିବେଚନା କରନ୍ତି ନାହିଁ। ଏହିଠାରୁ ଏହି ସମ୍ପୂର୍ଣ୍ଣ ସଂକେତର ଗଭୀରତମ ରହସ୍ୟ ଉନ୍ମୋଚିତ ହେବା ଆରମ୍ଭ ହୁଏ। ହଁ ବନ୍ଧୁମାନେ, ଏବେ ଏହି ରହସ୍ୟକୁ ଆହୁରି ଗଭୀର ଭାବରେ ଖୋଲନ୍ତୁ, କାରଣ ଆପଣଙ୍କ ସମ୍ମୁଖରେ ଦେଖାଯାଉଥିବା ଦୁଇଟି ରାସ୍ତା ମଧ୍ୟରୁ ଗୋଟିଏ ଆପଣଙ୍କୁ ସେହି ସ୍ଥାନକୁ ଫେରାଇ ନେଇପାରେ ଯେଉଁଠାକୁ ଆପଣ ପଳାଇବାକୁ ଚେଷ୍ଟା କରୁଥିଲେ, ଯେତେବେଳେ ଅନ୍ୟଟି ଆପଣଙ୍କ କଳ୍ପନାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଦିଗ ଖୋଲିପାରେ। କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନିଷ୍ପତ୍ତି ହଠାତ୍ ପ୍ରମୁଖ ଘଟଣା ହେବା ଆବଶ୍ୟକ ନୁହେଁ। ସୂଚନା ସୂଚାଇ ଦିଏ ଯେ ଏକ ଛୋଟ କଥାବାର୍ତ୍ତା, ଏକ ଫୋନ୍ କଲ୍, କାହାଠାରୁ ଅଚାନକ ଗସ୍ତ, ଏକ ବାର୍ତ୍ତା କିମ୍ବା ଏବଂ ବନ୍ଧୁଗଣ, ଏଠାରେ ଆପଣଙ୍କୁ ଆପଣଙ୍କର ଅନ୍ତରର ସ୍ୱର ଏବଂ ଆପଣଙ୍କର ଭାବନା ମଧ୍ୟରେ ପାର୍ଥକ୍ୟ ବୁଝିବାକୁ ପଡ଼ିବ। କାରଣ କେତେକ ସମୟରେ ଆମେ ଯାହା ଗଭୀର ଭାବରେ ଚାହୁଁଛୁ ତାହା ଆମ ପାଇଁ ସଠିକ୍ ନୁହେଁ ଏବଂ କେତେକ ସମୟରେ ଆମେ ଯେଉଁ ପଥକୁ ଭୟ କରୁଛୁ ତାହା ଆମ ପାଇଁ ନୂତନ ସମ୍ଭାବନା ଖୋଲିଥାଏ। ଏହି ସମାନ ଦ୍ୱନ୍ଦ୍ୱ ଆପଣଙ୍କ ସମୟରେ ଧୀରେ ଧୀରେ ଦେଖାଯାଉଛି। ଯଦି ଆପଣ ସମ୍ପ୍ରତି ଅନୁଭବ କରିଛନ୍ତି ଯେ ଆପଣଙ୍କ ଜୀବନ ଅଟକି ଯାଇଛି,
ଆପଣଙ୍କ କଠିନ ପରିଶ୍ରମ ସତ୍ତ୍ୱେ ଆପଣ ଫଳାଫଳ ପାଉନାହାନ୍ତି। ଲୋକମାନେ ଆପଣଙ୍କୁ ବୁଝିପାରୁନାହାନ୍ତି କିମ୍ବା ସମାନ ସମସ୍ୟା ଆପଣଙ୍କ ପାଖକୁ ଫେରି ଆସୁଛି। ଏହାକୁ କେବଳ ଦୁର୍ଭାଗ୍ୟ ବୋଲି ଭାବି ବିରକ୍ତ ହୁଅନ୍ତୁ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁସାରେ ପୁରୁଣା ଶକ୍ତି ଧୀରେ ଧୀରେ ନଷ୍ଟ ହେଉଛି, ନୂତନ ପରିସ୍ଥିତି ପାଇଁ ସ୍ଥାନ ଦେଉଛି ବୋଲି ସମ୍ଭାବନା ଅଛି। ତେଣୁ କିଛି ଜିନିଷ ଭାଙ୍ଗି ପଡ଼ୁଥିବା ପରି ଦେଖାଯାଇପାରେ। ଏକ ପୁରୁଣା ଯୋଜନା ଅଟକି ଯାଇପାରେ, କାହାଠାରୁ ଦୂରତା ସୃଷ୍ଟି ହୋଇପାରେ, କିଛି କାମ ବିଳମ୍ବ ହୋଇପାରେ, କିନ୍ତୁ ପ୍ରତ୍ୟେକ ବାଧା କ୍ଷତି ନୁହେଁ। କେତେକ ସମୟରେ ବାଧା ଆମକୁ ଏଇଠାରେ ହିଁ ସବୁଠାରୁ ବଡ଼ ଆଧ୍ୟାତ୍ମିକ ସଂକେତ ରହିଛି। ଯେତେବେଳେ ପରମେଶ୍ୱର ଆମଠାରୁ କିଛି ନେଇଯାଆନ୍ତି, ଆମେ ଅନୁଭବ କରୁ ଯେ ଆମ ସହିତ ଅନ୍ୟାୟ କରାଯାଉଛି। କିନ୍ତୁ ସମୟ ସହିତ ସମାନ ଘଟଣା ଆମକୁ ବୁଝାଏ ଯେ ହୁଏତ ସେହି ଦୂରତା ଆମକୁ ଏକ ବଡ଼ କ୍ଷତିରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଥିଲା ଏବଂ କର୍ମର ଏହି ଦିଗଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ଯଦି ଆପଣ ଅତୀତରେ କାହା ପ୍ରତି ଅନ୍ୟାୟ କରିନାହାନ୍ତି, କାହାର ଅସହାୟତାର ସୁଯୋଗ ନେଇନାହାନ୍ତି ଏବଂ ଗ୍ୟାମ୍ବଲିଂ ଅପରି ପରିସ୍ଥିତିରେ ମଧ୍ୟ ସଠିକ୍ ପଥ ବାଛିବାକୁ ଚେଷ୍ଟା କରିଛନ୍ତି, ତେବେ ଆପଣଙ୍କର ସକାରାତ୍ମକ କର୍ମଶକ୍ତି ଆପଣଙ୍କୁ ଭବିଷ୍ୟତର ପରିସ୍ଥିତି ପରିଚାଳନା କରିବାରେ ସାହାଯ୍ୟ କରିପାରିବ। ଏବେ ଆସନ୍ତୁ ଟଙ୍କା ଏବଂ କାମ ସହିତ ଜଡ଼ିତ ସଂକେତଗୁଡ଼ିକୁ ଆହୁରି ଗଭୀର ଭାବରେ ଅନୁସନ୍ଧାନ କରିବା। କେତେକଙ୍କ ପାଇଁ ପୁରୁଣା ଦେୟ ବିଷୟରେ ହଠାତ୍ ଆଲୋଚନା ହୋଇପାରେ। ଅନ୍ୟମାନେ ଚାକିରି ପରିବର୍ତ୍ତନ କିମ୍ବା ନୂତନ ଦାୟିତ୍ୱ ଗ୍ରହଣ କରିବାର ସୁଯୋଗର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଥିବା ଲୋକଙ୍କ ପାଇଁ ପୁରୁଣା ଗ୍ରାହକ କିମ୍ବା ସମ୍ପର୍କ ସହିତ କିନ୍ତୁ ମନେ ରଖନ୍ତୁ ଯେ ଯେତେବେଳେ କୌଣସି ସୁଯୋଗ ଆସିଥାଏ, କେବଳ ଉତ୍ସାହର ବଶବର୍ତ୍ତୀ ହୋଇ ନିଷ୍ପତ୍ତି ନିଅନ୍ତୁ ନାହିଁ। କାଗଜପତ୍ର, ସର୍ତ୍ତାବଳୀ, ଦେୟ ଏବଂ ଦାୟିତ୍ୱ ଭଳି ବିଷୟଗୁଡ଼ିକୁ ଭଲ ଭାବରେ ବୁଝିବା ଗୁରୁତ୍ୱପୂର୍ଣ୍ଣ। ଜ୍ୟୋତିଷ କେବଳ ସମ୍ଭାବନାକୁ ସୂଚାଇପାରେ। ଚୂଡ଼ାନ୍ତ ନିଷ୍ପତ୍ତି ଆପଣଙ୍କ ନିଜସ୍ୱ ବୁଝାମଣା ଉପରେ ଆଧାର କରି ନିଆଯିବ। ଏବଂ ଯଦି ଆପଣ ବର୍ତ୍ତମାନ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି, ତେବେ ମନେ ରଖନ୍ତୁ ଯେ ପ୍ରମୁଖ ଆର୍ଥିକ ପରିସ୍ଥିତି ପ୍ରାୟତଃ ରାତାରାତି ପରିବର୍ତ୍ତନ ହୁଏ ନାହିଁ। ଛୋଟ ଉନ୍ନତି ଏକ ବଡ଼ ପରିବର୍ତ୍ତନକୁ ଯୋଡ଼ିଥାଏ। ଆପଣ ଏକ ଛୋଟ ପରିମାଣରୁ ଆରମ୍ଭ କରିପାରନ୍ତି, ତାପରେ ଆଉ ଏକ ସୁଯୋଗ ଆସିଥାଏ। କାମ ବିସ୍ତାର ହୋଇପାରେ ଏବଂ ଧୀରେ ଧୀରେ ଆପଣ କଳ୍ପନା କରିଥିବା ପରିସ୍ଥିତି ବିକଶିତ ହେବ। ସେଥିପାଇଁ ଭବିଷ୍ୟତରେ ଛୋଟ ସୁଯୋଗଗୁଡ଼ିକୁ ମଧ୍ୟ ସାବଧାନତାର ସହିତ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ଏବେ ପ୍ରେମ ବିଷୟରେ କଥା ହେବା, କାରଣ ଏଠାରେ ପ୍ରଭାବ ଆହୁରି ଅଧିକ ଭାବପ୍ରବଣ। ଆପଣଙ୍କ ପାଖରେ ଏବେ ବି ସେହି ବ୍ୟକ୍ତି ବିଷୟରେ ପ୍ରଶ୍ନ ଥାଇପାରେ ଯାହାଙ୍କ ସହିତ ଆପଣଙ୍କର ଥରେ ଗଭୀର ସମୀର। ସେ କ'ଣ ତାଙ୍କ ଭୁଲ ବୁଝିପାରିଲେ? ଆମର କାହାଣୀ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଗଲା କି? ଏପରି ପ୍ରଶ୍ନ ଉଠିବା ସମ୍ପୂର୍ଣ୍ଣ ସ୍ୱାଭାବିକ। ଜ୍ୟୋତିଷ ଶକ୍ତି ସମ୍ପର୍କକୁ ପୁନଃଜାଗରଣ କରିବାର ସମ୍ଭାବନାକୁ ସୂଚାଇପାରେ, କିନ୍ତୁ ଏହାକୁ ଏକ ନିଶ୍ଚିତ ପ୍ରତ୍ୟାବର୍ତ୍ତନ ବୋଲି ବିବେଚନା କରାଯାଇପାରିବ ନାହିଁ। ଯଦି ଉଭୟଙ୍କ କର୍ମ, ପରିସ୍ଥିତି ଏବଂ ଇଚ୍ଛା ସମାନ ହୁଏ, ତେବେ ଏହା ଏକ ନୂତନ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିପାରେ। ଏବଂ ଯଦି ତାହା ହୁଏ, ତେବେ ପ୍ରଥମ ଆଲୋଚନା ବହୁତ ସରଳ ହୋଇପାରେ। ହୁଏତ କେବଳ ଏକ ପ୍ରଶ୍ନ, ହୁଏତ ଏକ ପୁରୁଣା ବିଷୟ ଉଠାଯିବ, ହୁଏତ ଏପରି କିଛି ଉଠାଯିବ ଯାହା ଉଭୟଙ୍କୁ ପୁଣି ଥରେ କଥା ହେବାକୁ ବାଧ୍ୟ କରିବ। କିନ୍ତୁ ପ୍ରକୃତ ପରୀକ୍ଷା ସେତେବେଳେ ଆସିବ ଯେତେବେଳେ ଆପଣ ନିଷ୍ପତ୍ତି ନେବେ ଯେ ଯନ୍ତ୍ରଣାକୁ ପୁନର୍ଜୀବିତ କରିବେ କି ଅଭିଜନଜୀବିତ କରିବେ, କି ଅଭିଜ୍ଞତାରୁ ଶିଖି ନୂତନ ଭାବରେ ଆରମ୍ଭ କରିବେ। ମନେ ରଖନ୍ତୁ ବନ୍ଧୁଗଣ, ଫେରିଆସିବା ଏବଂ ସୁସ୍ଥ ହୋଇ ଫେରିଆସିବା ମଧ୍ୟରେ ଏକ ବିରାଟ ପାର୍ଥକ୍ୟ ଅଛି। ଯଦି କେହି ଫେରିଆସେ, ତେବେ ତାଙ୍କ କଥା ଅପେକ୍ଷା ତାଙ୍କ ଆଚରଣକୁ ଅଧିକ ଦେଖନ୍ତୁ। ଏଥର ଆପଣଙ୍କର ଆତ୍ମସମ୍ମାନ ଆପଣଙ୍କ ଭାବନା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ। ଏବଂ ବିବାହରେ ଜଡ଼ିତ ଲୋକଙ୍କ ପାଇଁ କିଛି ପ୍ରଗତି ହେବାର ସମ୍ଭାବନା ଅଛି। ପରିବାର ମଧ୍ୟରେ ହଠାତ୍ ସମ୍ପର୍କ ବିଷୟରେ ଆଲୋଚନା ହୋଇପାରେ। ପୁରୁଣା ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ପ୍ରସ୍ତାବ ଆସିପାରେ କିମ୍ବା ଦୀର୍ଘ ସମୟ ଧରି ଅଟକି ରହିଥିବା କଥାବାର୍ତ୍ତା ପୁନର୍ଜୀବିତ ହୋଇପାରେ। ତଥାପି ଏଠାରେ ମଧ୍ୟ ଶୀଘ୍ରତା